ଆପଣମାନଙ୍କୁ ଦାସ ଓଡ଼ିଆ ରିସର୍ଚ୍ଚ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଲୋକ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବା। ଲୋକ ସାହିତ୍ୟ ମଣିଷର କଥା କୁହେ, ତାର ନୀତିଦିନିଆ ଜୀବନର ହସକାନ୍ଦ ସୁଖ ଦୁଃଖ ଏଥିରେ ସ୍ଥାନ ପାଇଥାଏ। ଲୋକ ସମାଜ ହିଁ ଲୋକ ସାହିତ୍ୟ ସର୍ଜନାର ଉତ୍ସ। ମୌଖିକତା ଏହାର ସ୍ୱରୂପ, ପରମ୍ପରା ବିଶିଷ୍ଟ ଅଙ୍ଗ, ପ୍ରବାହମାନତା ଧର୍ମ ଏବଂ କାଳର ଗତି ସହିତ ତା ପରିବର୍ତ୍ତନୀୟ ଓ ପ୍ରଭାବିତ। ଲିଖିତ ରୂପ ହିଁ ଲୋକ ସାହିତ୍ୟ ଓ ବିଦଗ୍ଧ ସାହିତ୍ୟ ମଧ୍ୟରେ ବିଭାଜକ ରୂପେ କାର୍ଯ୍ୟ କରିଥାଏ। ସାଂସ୍କୃତିକ ଉପାଦାନ ଗୁଡ଼ିକ ଏହାର କାର୍ଯ୍ୟକାରିଣୀ ଶକ୍ତି। ଲୋକ ସମାଜରେ ପ୍ରଚଳିତ ବିଭିନ୍ନ ପ୍ରଥା, ପର୍ବପର୍ବାଣି, ଧର୍ମବିଶ୍ୱାସ, ମନ୍ତ୍ର ଓ ଯାଦୁ ଆଦି ଏହାର ସୃଷ୍ଟିରେ ସହାୟକ ହୋଇଥାନ୍ତି। ଏକଥା ସତ୍ୟ, ଲୋକ ସାହିତ୍ୟ ବ୍ୟକ୍ତିଗତ ଆବେଗ ଓ ସୃଜନଶୀଳତାର ପ୍ରତିଫଳ। କିନ୍ତୁ ଲୋକ ସମାଜରେ ବ୍ୟକ୍ତି ଅପେକ୍ଷା ସମଷ୍ଟି ମୁଖ୍ୟ ହୋଇଥିବାରୁ ସାହିତ୍ୟରେ ବ୍ୟକ୍ତିର ନାମ ନଥାଏ। ଫଳତଃ ଗୀତ ଓ କାହାଣୀର ସ୍ରଷ୍ଟା ଅଜ୍ଞାତ। ଏଗୁଡ଼ିକ କାଳକ୍ରମେ ମୁଖରୁ ମୁଖକୁ ଗତି କରି ପୁନରଚିତ ହେଉଥାଏ। ଲୋକ ସାହିତ୍ୟ ପରିସର ମଧ୍ୟରେ ଗୀତ, କାହାଣୀ, ଗାଥା, ନାଁ ଦିଆ, ଢଗଢମାଳି, ନାଟ, ପ୍ରବାଦ, ପ୍ରବଚନ ଆଦି ଅନ୍ତର୍ଭୁକ୍ତ। ଲୋକଗୀତ କୋମଳ, ଲାଳିତ୍ୟପୂର୍ଣ୍ଣ ଓ ଗାନଧର୍ମୀ ରଚନା। ଅନେକ ସମୟରେ ଜନପ୍ରିୟ ଗୀତ ଲୋକ ସମାଜରେ ଆଦୃତ ହେବା ଦ୍ୱାରା ଏହାର ରଚୟିତାର ନାମ କାଳକ୍ରମେ ଲୋପ ପାଇଯାଇଛି। ନିର୍ଦ୍ଦିଷ୍ଟ ଶୃଙ୍ଖଳା ମଧ୍ୟରେ ଗୀତର ବିଷୟ ରହିବା ଉଚିତ ବୋଲି ସେହି ସମୟର ଲୋକମାନେ ମନେ କରିନାହାନ୍ତି। ଫଳତଃ ଗୀତର ରୂପ ବାରମ୍ବାର ପରିବର୍ତ୍ତିତ ହୋଇଛି। ଲୋକ ଶବ୍ଦର ଅସ୍ତିତ୍ୱ ନାହିଁ କହିଲେ ଚଳିବ। ଏହି ଶବ୍ଦର ବ୍ୟାଖ୍ୟା ଅନ୍ୟ ଏକ ଜନଗୋଷ୍ଠୀ ପ୍ରସଙ୍ଗରେ ଅବା ତାହାର ବିପରୀତ ଅର୍ଥରେ କରାଯାଇଥାଏ। ଲୋକ କହିଲେ ତଥାକଥିତ ସଭ୍ୟ, ମାର୍ଜିତ ଓ ଶିକ୍ଷିତ ସମାଜରେ ବଞ୍ଚୁଥିବା ଅସଭ୍ୟ, ଅନୁନ୍ନତ, ଅଶିକ୍ଷିତ ତଥା ପରମ୍ପରାକୁ ମାନି ଚଳୁଥିବା ଏକ ଜନଗୋଷ୍ଠୀ। ଅନ୍ୟ ଭାବରେ କହିବାକୁ ଗଲେ ଏମାନେ ଆଦିମ ବର୍ବରଙ୍କଠାରୁ ଉନ୍ନତ ଜନ ସମୁଚ୍ଚୟ। ଏଥିରୁ ବୁଝାଯାଏ ସଭ୍ୟ ଓ ବର୍ବରଙ୍କ ମଝିରେ ଥିବା ଏକ ପ୍ରକାର ସାଂସ୍କୃତିକ ଜୀବନ ବଞ୍ଚୁଥିବା ମନୁଷ୍ୟମାନେ ଲୋକ। କେତେକ ମାନବ ବିଜ୍ଞାନୀ ଓ ଲୋକତତ୍ତ୍ୱବିତ୍ ଚାଷୀ ଓ ଗ୍ରାମୀଣ ଅଧିବାସୀଙ୍କୁ ଲୋକ କହିଥାନ୍ତି। ବିଶିଷ୍ଟ ଲୋକତତ୍ତ୍ୱବିତ୍ ଆଲାନ ଡଣ୍ଡିଜ ଏହି ମତକୁ ସଂକୀର୍ଣ୍ଣ ଚିନ୍ତାଧାରା କହି ପରିତ୍ୟାଗ କରିଛନ୍ତି। ଲୋକ କିଏ ଚିହ୍ନଟ କରିବା ନିମନ୍ତେ ଆଲାନ ଡଣ୍ଡିଜ ନିମ୍ନଲିଖିତ ମତ ପୋଷଣ କରିଛନ୍ତି। କିଛି ସାଧାରଣ ବୈଶିଷ୍ଟ୍ୟ ଥିବା ଯେ କୌଣସି ଜନଗୋଷ୍ଠୀକୁ ଲୋକ ବୋଲି କୁହାଯାଇପାରିବ। ଓଡ଼ିଶାରେ ଲୋକ ଶବ୍ଦକୁ ନେଇ ଆଲୋଚନା ଦେଖିବାକୁ ମିଳେ। ଜନ୍ ବିମ୍ସ 1872 ମସିହାରେ ଫୋକ୍ଲୋର ଅଫ୍ ଓଡ଼ିଶା ଶୀର୍ଷକ ଆଲୋଚନା ପ୍ରସ୍ତୁତ କରିଛନ୍ତି। ଏଥିରେ ଓଡ଼ିଶାର ଲୋକବିଶ୍ୱାସ ସମ୍ପର୍କରେ କ୍ଷେତ୍ରଜ ଗବେଷଣାରେ ଉପଲବ୍ଧ ତଥ୍ୟ ଉଲ୍ଲେଖ କରିଛନ୍ତି, କିନ୍ତୁ ସେଥିରେ ଲୋକ ଶବ୍ଦର ତର୍ଜମା ହୋଇନାହିଁ। ଗୋପାଳଚନ୍ଦ୍ର ପ୍ରହରାଜ ଗାଁ ଗହଳିରୁ କାହାଣୀ ସଂଗ୍ରହ କରି 1901 ମସିହାରେ ଉତ୍କଳର କାହାଣୀ ପ୍ରକାଶ କରିଛନ୍ତି। ସେ ଲୋକ ଶବ୍ଦର ବ୍ୟାଖ୍ୟା କରିନାହାନ୍ତି ସତ, ମାତ୍ର ପପୁଲାର ଲିଟରେଚର ଓଡ଼ିଆ ଅନୁବାଦ କରିଛନ୍ତି। ଲୌକିକ ସାହିତ୍ୟ ଲୋକଜୀବନର ଅନୁଭୂତି, ଅଭିଜ୍ଞତା, ସିଦ୍ଧ ସତ୍ୟ ବଚନକୁ ସେ ଲୋକୋକ୍ତି ନାମରେ ଅଭିହିତ କରିଛନ୍ତି। ସାହିତ୍ୟ କୌଣସି କ୍ଷେତ୍ରରେ ବା କୌଣସି ଯୁଗରେ ଜନଜୀବନଠାରୁ ପୃଥକ ହୋଇ ଭିନ୍ନ ସରଣୀରେ ଗତି କରିପାରିବ ନାହିଁ। ଜୀବନ ସହିତ ଏହାର ସମ୍ପର୍କ ଅବିଚ୍ଛେଦ୍ୟ। ମଣିଷର ଜୀବନ ସହିତ ତାର ସଂସ୍କୃତି କେଉଁ ଆବହମାନ କାଳରୁ ଜଡ଼ିତ ହୋଇ ରହିଆସିଛି। ସାହିତ୍ୟ ମାନବ ଭାବାବେଗର କାଳାତ୍ମକ ବାହ୍ୟ ପରିପ୍ରକାଶ ହେଲେ ସଂସ୍କୃତି ହେବ ତାର ଅନ୍ତରାତ୍ମା। ଗୋଟିଏ ଶରୀର ହେଲେ ଅନ୍ୟଟି ହେଉଛି ତାର ଆତ୍ମା। ଯେକୌଣସି ଗୋଟିଏ ସମାଜର ନୀତି ନିୟମ, ପରମ୍ପରା, ନୈତିକତା, ଜ୍ଞାନ, ବିଶ୍ୱାସ ଆଦି ସମସ୍ତ ବିଷୟ ଏହାର ଅଙ୍ଗୀଭୂତ ହୋଇପାରେ। ପୁଣି ଏହି ସଂସ୍କୃତି ସାମାଜିକ ମାନରେ ବ୍ୟକ୍ତିତ୍ୱକୁ ମାର୍ଜିତ ଓ ସମୃଦ୍ଧ କରୁଥିବା ମାନବିକ ମହାନୀୟତା ଗୁଣରାଜିକୁ ବୁଝାଏ। ସେହିପରି କୌଣସି ଦେଶର ସଂସ୍କୃତି ବିଷୟରେ କୁହାଗଲା ବେଳେ ସେ ଦେଶର ସଙ୍ଗୀତ, ସ୍ଥାପତ୍ୟ, କଳା ଓ ବୌଦ୍ଧିକତା ଆଦି କ୍ଷେତ୍ରରେ ବିକାଶ ଲାଭ କରିଥିବା ଏକ ବିଶେଷ ଧରଣର ସମୃଦ୍ଧି କଥା ବିଚାରକୁ ନିଆଯାଇଥାଏ, ଯାହାକି ସେ ଦେଶର ଅଗଣିତ ନରନାରୀଙ୍କୁ ପରମ୍ପରା କ୍ରମେ ଅନୁପ୍ରାଣିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦୈନନ୍ଦିନ ଜୀବନ ଓ ଚଳନୀର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରତିଷ୍ଠା ଲାଭ କରିଥାଏ। ଏହି ଦୃଷ୍ଟିରୁ ଲୋକ ସଂସ୍କୃତି କହିଲେ ଲୋକମାନଙ୍କ ମଧ୍ୟରେ ପ୍ରଚଳିତ
ସମସ୍ତ ଚାଲିଚଳଣି को बुझाए। लोक शब्दर अर्थ को विश्लेषण कले जनाए लोक शब्दर अर्थ अत्यंत व्यापक एवं यह प्रधानतः सर्वसाधारण जनता को बुझे थाए। कंध कोल्ह गंड परजा गदबा आदि प्रभृति आदिवासी आरंभ कर पल्ली और नगर अशिक्षित अर्धशिक्षित जनता समस्ते यार अंतर्भुक्त। रवींद्रनाथ साहू मत दियंती जो साहित्य लोकग्राह्य ताहा ही लोक साहित्य। डब्ल्यू.जे. थॉमस 1846 रे फोकलोर शब्द को चयन करथिले। फोक शब्दर अर्थ समूह बा गोष्ठी, लोर शब्दर अर्थ विज्ञान संस्कृति इत्यादि। ओडिया भाषा रे विधिवत साहित्य लिखित होगा पूर्वर ढगढमाली नीति वचन कांदणा कृषक गीति दोली गीति नाना प्रकार लोक कहानी इत्यादि लोकमुखरे प्रचलित होई आसुथिबारु एसबू को मौखिक साहित्य कथित साहित्य व लोक साहित्य भाव में ग्रहण करे। लोक शब्दर अर्थ अत्यंत व्यापक। लोकर अर्थ साधारण जनसमाज होई पारे, पुनश्च यह समग्र भुवन को मध्य बुझाए। जनसमाज कहले पल्ली बा ग्रामीण जनता को बुझाए नहीं, नगरवासी जनता को मध्य बुझाए। प्रथमे ग्राम तापर होची नगर। लोक साहित्य बा कथित साहित्यर अंकुरोद्गम तेणु ग्राम बा पल्ली होईची नगर नुहे। तेणु लोक साहित्य को पल्ली साहित्य बा ग्राम्य साहित्य नाम अभिहित करा जायछि। पल्ली बा ग्रामरु लोक साहित्य विकास लाभ करिछि। भारतीय संस्कृति गठित होईछि वैदिक संस्कृति और लोक संस्कृतिर सम्मिश्रण रे। वैदिक संस्कृति लोक संस्कृतिर उपरस्तर और अल्प संख्यक विद्वानक मतरे सीमित, मात्र लोक संस्कृतिर परिसर अति व्यापक। लोक साहित्य लोक संस्कृतिर अंशविशेष। यह समग्र जनसमाजर साहित्य। तेणु लोकरत्न डॉक्टर कुंज बिहारी दास लोक साहित्यर संज्ञा निर्णय करी कहती जो साहित्य को महान विद्वानों ठारू गंडमूर्ख पर्यंत समस्ते बुझीपारती ताहाकू लोक साहित्य कहुए। लोकगीतर अन्यतम सफल संग्राहक श्रीजुक्त चक्रधर महापात्र लोकगीत बा ग्राम्य गीतर जो संज्ञा प्रदान करिसेंती ता अधिक यथार्थ मन हुए। तांको भाषारे जो कविता मान एवं मध्य मुखे मुखे रही आसी केबे हेले ग्रंथ भाव में परिचित होबार सुजोग लाभ करी नाही बा कौनसी व्यक्ति द्वारा केउ अज्ञात कोण रे सृष्टि लाभ करी तार विचक्षण महकरे से जनसमाजर कोणे कोणे प्रचारित होई सार्वजनीन होई परिछि, सेही मानंकु ही ग्राम्य गीति बोली अभिहित करिबा समीचीन। तेणु साधारणतः साहित्य को शिष्ट साहित्य बा विदग्ध साहित्य और लोक साहित्य बा लघु साहित्य भाव में दुई भाग में विभक्त करा जायथे। लोकगीत जुगानुक्रमे जेते परिवर्तित हेले मध्य एथिरे प्राचीन धारा सर्वदा संरक्षित। यह प्राचीन जुगर संदेश आम पाखरे पहुँचाए। प्रथमे यह मुखे मुखे गति करिथिला, लिपि उद्भावित होई लिखित भाषार सृष्टि हेबा परे यह लिपिबद्ध हैला एवं क्रमे संभवतः यह धारार विच्छिन्न होई स्वतंत्र रीतिर विदग्ध साहित्य सृष्टि हैला। एई दृष्टिरू लोक साहित्य शिष्ट साहित्य बा विदग्ध साहित्य जनक। लोकगीत लोक कहानी ढगढमाली इत्यादि को आमे आज जो रूप में पाऊ सेगुड़िक मध्यरु अनेकर जन्मकालीन रूप हुए तो एपरि नथिला। स्थान काल पात्रर अनुकूलतारे सेगुड़िकर रूपरे परिवर्तन घटिछि। लोक साहित्य कंठरू कंठ को आसुथिबारु प्रति जुगरे यह कथित भाषार परिवर्तन संगे संगे परिवर्तित और परिवर्धित होई निजर मौलिक रूप हराइछि। गोटे जुगर नरनारी सेमानकर पूर्वपुरुषों द्वारा एथिरे शिक्षित और दीक्षित होइथांती। केउ आदिम कालरू एही धारा अविच्छिन्न भाव में प्रभावित। वेद भली पुरुषानुक्रमे श्रुतिर सृष्टि को गति करिथिबारु यह ही यथातथ लोकवेद। रचयिता लोकगीतर रचयिता जड़े नुहे अगणित, पुणी यह कौन एक निर्दिष्ट दल बा संप्रदायर नुहे। यह अनेक ग्राम्य अशिक्षित जनता विचक्षण कवित्वर स्फुरण एक निर्दिष्ट अंचल रचित हेले यह तुंडरू तुंड को प्रसारित होई ग्रामरू ग्राम और शेष में समग्र प्रदेश को व्यापी जाए। यह साधारणतः भणितायुक्त होई न थाए, कारण लोककवि निज रचित कवितार निज नाम को जोग करी ख्याति अर्जन करिवार लालसा रखि न थाए। पुरुष और नारी उभयों द्वारा यह रचित होता है। नारी गीतर थिबा लालित्यर अभाव पुरुष गीतर लक्ष्य करा जाए। नारी अवसर और क्रीड़ा समय गीत सृष्टि कला बेले पुरुष कार्य
କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୀତ ସୃଷ୍ଟି କରିଥାଏ। ଯେମିତି କୃଷକଟିଏ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ଗୀତ ଗାଇଥାଏ କିମ୍ବା ଚାଷ ଲଙ୍ଗଳ ବୁଲେଇବା ସମୟରେ ଗୀତ ଗାଇଥାଏ। ପଲ୍ଲୀ ଗୀତ ପାଠ କଲାବେଳେ ଜଣେ ଓଡ଼ିଆଣୀ ମୁହଁରୁ ଏହା ଶୁଣିଲା ଭଳି ଜଣାଯାଏ। ଶିଶୁ ଗୀତିକା ଗୁଡ଼ିକ ମଧ୍ୟରୁ କେତୋଟିର ରଚୟିତା ଯେ ଶିଶୁ, ଏହା ଅସମ୍ଭବ ବୋଧ ହୁଏ ନାହିଁ। ଲୋକସାହିତ୍ୟର ରଚୟିତା ଯେ କେହି ହେଉନା କାହିଁକି, ସମାଜର ଅନ୍ୟମାନେ ଏହାର ବାହକ, ଧାରକ, ପ୍ରଚାରକ। ଐତିହାସିକ ବିକାଶ। ଭାଷାର ଉନ୍ମେଷ କାଳରେ ଯେତେବେଳେ ଲିଖିତ ସାହିତ୍ୟ ସୃଷ୍ଟି ହୋଇନଥିଲା ଓ ସାମାଜିକ ଜୀବନ ବିକାଶର ପ୍ରାଥମିକ ସ୍ତରରେ ଥିଲା, ସେତେବେଳେ ମଣିଷ ଭାବକୁ ପ୍ରକାଶ କରିବା ନିମନ୍ତେ ଏକ ସହଜ ମାଧ୍ୟମ ଖୋଜିଥିବ ଏବଂ ଫଳରେ ସୃଷ୍ଟି ହୋଇଥିବ ଏ ସହଜ ଲଘୁ ସାହିତ୍ୟ। ତେଣୁ ଏହାର ଉଦ୍ଭାବନ କାଳ ନିର୍ଣ୍ଣୟ କରିବା ସମ୍ଭବ ନୁହେଁ। କେବଳ କେଉଁ ବିସ୍ମୃତ ଅତୀତରେ ଏହା ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଇପାରିବ। ବୈଦିକ ସୂକ୍ତଠାରୁ ମଧ୍ୟ ଏହା ଅଧିକ ପ୍ରାଚୀନ ବୋଲି ଗୃହୀତ ହୁଏ। ବୈଦିକ ଯୁଗରେ ଲୋକଗୀତର ପ୍ରଚଳନ ଥିବାର ପ୍ରମାଣ ମିଳେ ଋକ୍ ବେଦର ଉପଲବ୍ଧି ହେଉଥିବା ଗାଥା ଶବ୍ଦରୁ। ଗାଥା ଶବ୍ଦର ଅର୍ଥ ବିବାହ ଆଦି ଉତ୍ସବରେ ଗାନ କରାଯାଉଥିବା ଗୀତକୁ ଗାଥା କୁହାଯାଏ। ଗାଥା ଶବ୍ଦର ପ୍ରୟୋଗ ମଧ୍ୟ ବ୍ରାହ୍ମଣ ଓ ଆରଣ୍ୟକ ସଂହିତାରେ ପରିଦୃଷ୍ଟ ହୁଏ। ରାମାୟଣ ଲିଖିତ ରୂପ ଲାଭ କରିବା ପୂର୍ବରୁ ବାଲ୍ମୀକି ଲବକୁଶଙ୍କୁ ତା ମୁଖସ୍ଥ କରାଇଥିଲେ। ମହାଭାରତ ମଧ୍ୟ ସମ୍ଭବ ହୋଇଥିଲା ଲୋକମୁଖରେ ପ୍ରଚଳିତ ଓ ବ୍ୟାସଦେବଙ୍କ ଦ୍ୱାରା ସଂଗୃହୀତ ବହୁ ପାରମ୍ପରିକ କିମ୍ବଦନ୍ତୀ ଓ କାହାଣୀର ସମନ୍ୱୟରେ। ନିଜର ଶିଷ୍ୟମାନଙ୍କୁ ଏଗୁଡ଼ିକୁ ଶିକ୍ଷା ଦେଇ ମହାଭାରତ ରଚନା କରିବା ପାଇଁ ବ୍ୟାସଦେବ ସେମାନଙ୍କୁ ଉପଦେଶ ଦେଇଥିଲେ। ଭାଗବତ ପୁରାଣ ଦଶମ ସ୍କନ୍ଧରୁ ଜାଣିବାକୁ ମିଳେ ଯେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ନାରୀଗଣ ସମବେତ ଭାବରେ ମଙ୍ଗଳ ଗୀତ ଗାନ କରୁଥିଲେ। ଏହା ଲୋକଗୀତ ବ୍ୟତୀତ ଅନ୍ୟ କିଛି ନୁହେଁ। ରାଜା ଶାଳିବାହନଙ୍କ ଗାଥା ସପ୍ତଶତୀରୁ ତତ୍କାଳୀନ ସମାଜରେ ଲୋକଗୀତ ଉନ୍ନତ ସ୍ତରରେ ଥିବାର ପ୍ରମାଣ ମିଳେ। ସେହିପରି ଅନ୍ୟ ପୁରାଣମାନଙ୍କରେ ଆଖ୍ୟାୟିକା ଗୁଡ଼ିକ ଲିଖିତ ରୂପ ଧାରଣ କରିବା ପୂର୍ବକ ଲୋକମୁଖରେ ପ୍ରଚଳିତ ଥିଲା। ଲୋକଗୀତର ସଂଗ୍ରାହକ। ଲୋକସାହିତ୍ୟ ସାର୍ବଜନୀନ ସାହିତ୍ୟ ଓ ଏହା ଆମର ଅମୂଲ୍ୟ ଜାତୀୟ ସମ୍ପତ୍ତି। ଏହା ଯୁଗ ଯୁଗ ଧରି ଆମ ସଭ୍ୟତାର ସ୍ମାରକ ଓ ଜାତୀୟ ଜୀବନର ବାହକ ହୋଇ ଆସିଛି। ତଥାପି ଯତ୍ନ ଅଭାବରୁ ଶହ ଶହ ଲୋକଗୀତ, ଢଗଢମାଳି, ପ୍ରବାଦ, ପ୍ରବଚନ, ଲୋକକାହାଣୀ ଇତ୍ୟାଦି ଲିପିବଦ୍ଧ ନ ହେବା ଫଳରେ ଆଜି ବିସ୍ମୃତ ହୋଇଅଛି। ଏହି ଜାତୀୟ ସମ୍ପତ୍ତିକୁ ସଂଗ୍ରହ କରି ରଖିବା ଏକ ମହତ ତଥା ଜାତୀୟ କାର୍ଯ୍ୟ। ସପ୍ତଦଶ ଶତାବ୍ଦୀରେ ୟୁରୋପୀୟ ପଣ୍ଡିତମାନେ ସେମାନଙ୍କର ଲୋକସାହିତ୍ୟ ସଂଗ୍ରହ କରିଥିଲେ। ଭାରତରେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବିଭିନ୍ନ ପ୍ରାନ୍ତୀୟ ଭାଷାରେ ପ୍ରଚଳିତ ଲୋକସାହିତ୍ୟ ପ୍ରଥମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ଓଡ଼ିଆ ଲୋକସାହିତ୍ୟର ପ୍ରଥମ ସଂକଳନ କାର୍ଯ୍ୟ 1876 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା ଶ୍ରୀ କପିଳେଶ୍ୱର ବିଦ୍ୟାଭୂଷଣ ନନ୍ଦ ଶର୍ମାଙ୍କ ଦ୍ୱାରା। ସେ ମହାଶୟ କିଛି ଢଗ ସଂଗ୍ରହ କରି ତତ୍କାଳୀନ କମିଶନର ରେଭେନ୍ସା ସାହେବଙ୍କ ଆନୁକୂଲ୍ୟରେ ପ୍ରକାଶ କରିଥିଲେ ଢଗମାଳା ନାମରେ। ଏହି ପୁସ୍ତକର ପ୍ରଥମ ସଂସ୍କରଣ 1875 ଖ୍ରୀଷ୍ଟାବ୍ଦରେ ଓ ଦ୍ୱିତୀୟ ସଂସ୍କରଣ 1908 ଖ୍ରୀଷ୍ଟାବ୍ଦରେ ଆତ୍ମପ୍ରକାଶ କରିଥିଲା। ଏହାପରେ ଶ୍ରୀ ନୀଳମଣି ବିଦ୍ୟାରତ୍ନ ଓ ଉପେନ୍ଦ୍ର ପଣ୍ଡା, ମୁନ୍ସି ଶେଖ ଅବଦୁଲ ମଜିଦ୍, ଶ୍ରୀ ଚନ୍ଦ୍ରଶେଖର ବାହିନୀପତି, ଶ୍ରୀ ରାଘବାନନ୍ଦ ଦାସ, ପଣ୍ଡିତ ଭଗବାନ ହୋତା, ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ପ୍ରମୁଖ ଲୋକସାହିତ୍ୟପ୍ରେମୀ ବିଦ୍ୱାନଗଣ ଓଡ଼ିଆ ଲୋକସାହିତ୍ୟ ସଂଗ୍ରହ କ୍ଷେତ୍ରରେ ଅଗ୍ରଣୀ ଥିଲେ। ଓଡ଼ିଆ ଲୋକଗୀତ ଓ ଗାଉଁଲି ଗୀତ ସଞ୍ଚୟନ କ୍ଷେତ୍ରରେ ଆଗ୍ରହୀ ପରବର୍ତ୍ତୀ ପ୍ରତିଭା ଆମର ଚିରପରିଚିତ ସେ ହେଉଛନ୍ତି ଚକ୍ରଧର ମହାପାତ୍ର। 1939 ଖ୍ରୀଷ୍ଟାବ୍ଦରେ ତାଙ୍କ ସଂଗୃହୀତ ଗାଉଁଲି ଗୀତ ଗୁଡ଼ିକ ଉତ୍କଳ ଗାଉଁଲି ଗୀତ ଚୁମ୍ବକ ନାମରେ କେଉଁଝର ରାଣୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ତାଙ୍କ ସଂଗୃହୀତ ଗୀତ ଗୁଡ଼ିକର ଏକ ଅଂଶ 1946 ଖ୍ରୀଷ୍ଟାବ୍ଦରେ ବୋହୂଙ୍କ ସୁଖ ଦୁଃଖ ଗୀତିକା ନାମରେ ପ୍ରକାଶ ପାଇଥିଲା। ତାଙ୍କ ବିଶେଷ ଉଲ୍ଲେଖଯୋଗ୍ୟ ସଞ୍ଚୟନ ହେଉଛି 1958 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ଉତ୍କଳ ଗାଉଁଲି ଗୀତ। ଏତଦ୍ ବ୍ୟତୀତ 1958 ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଓଡ଼ିଆ ଗ୍ରାମ୍ୟ ଗୀତି ମଧ୍ୟ ଲୋକଗୀତ ପ୍ରତି ତାଙ୍କ ଆଗ୍ରହର ପରିଚୟ ପ୍ରଦାନ କରେ। ଲୋକସାହିତ୍ୟ ସଞ୍ଚୟନରେ ମନପ୍ରାଣ ନିବେଶ କରିଥିବା ଅନ୍ୟତମ ପ୍ରତିଭା ଲୋକରତ୍ନ ଡକ୍ଟର କୁଞ୍ଜ ବିହାରୀ ଦାସଙ୍କ ମହନୀୟତା ଦେଖାଦେଇଥାଏ। 1948 ଖ୍ରୀଷ୍ଟାବ୍ଦ
ଓ 1950 ଖ୍ରୀଷ୍ଟାବ୍ଦରେ ଯଥାକ୍ରମେ ପ୍ରକାଶିତ ପଲ୍ଲୀ ପୁଷ୍ପ ଓ ପଲ୍ଲୀ ଛରଣ ସଞ୍ଚୟନ ଦ୍ୱାରା ତାଙ୍କ ଲୋକସାହିତ୍ୟ ପ୍ରତି ଓ ଅଧ୍ୟବସାୟର 2ଟି ଆମ୍ଳାନ ପୁଷ୍ପ ଭାରତ ତଥା ଭାରତ ବାହାରେ ଓଡ଼ିଆ ଲୋକଗୀତ ଓ ଲୋକଗଳ୍ପକୁ ପରିଚିତ କରାଇବା ପାଇଁ 1953 ଖ୍ରୀଷ୍ଟାବ୍ଦରେ ବିଶ୍ୱଭାରତୀ ଦ୍ୱାରା ପ୍ରକାଶିତ ହେଲା ତାଙ୍କ ରଚିତ ଏ ଷ୍ଟଡି ଅଫ୍ ଓଡ଼ିଶାନ୍ ଫୋକଲୋର୍। ତାପରେ 1954 ଖ୍ରୀଷ୍ଟାବ୍ଦରେ ଓଡ଼ିଆ ଲୋକସାହିତ୍ୟ ସମ୍ପର୍କରେ ଗବେଷଣା କରି ସେ ବିଶ୍ୱଭାରତୀ ବିଦ୍ୟାଳୟରୁ PhD ଡିଗ୍ରୀ ଲାଭ କଲେ। 3 ଖଣ୍ଡରେ ପ୍ରକାଶିତ ପଲ୍ଲୀ ଗୀତ ସଞ୍ଚୟନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଓଡ଼ିଆ ଲୋକ କାହାଣୀ ଲୋକଗଳ୍ପ ସଞ୍ଚୟନ ଇତ୍ୟାଦି ବହୁ ଲୋକସାହିତ୍ୟମୂଳକ ଗ୍ରନ୍ଥର ସଂକଳକ ହେଉଛନ୍ତି ଡକ୍ଟର ଦାସ। ଲୋକଗୀତ ଲୋକକାହାଣୀ ଓ ଲୋକନାଟକ ଭେଦରେ ଲୋକସାହିତ୍ୟ ତ୍ରିବିଧ। ଲୋକଗୀତ ଆବାଳ ବୃଦ୍ଧ ବନିତାଙ୍କ ଦ୍ୱାରା ଆଦୃତ ହୋଇଥିବାରୁ ଆଲୋଚନାର ସୁଗମତା ଦୃଷ୍ଟିରୁ ଏହାକୁ ନାରୀ ଗୀତ, ପୁରୁଷ ଗୀତ, ନାରୀ ପୁରୁଷ ଗୀତ ଓ ଶିଶୁ ଗୀତ ଏହିପରି 4ଗୋଟି ବିଭାଗରେ ଅନ୍ତର୍ଭୁକ୍ତ କରାଯାଇପାରେ। ଆଦି ମଣିଷ ଯେତେବେଳେ ଗିରି ଗହ୍ୱର ମଧ୍ୟରେ ବାସ କରୁଥିଲା, ଗଛର ଫଳମୂଳ ଥିଲା ତାହାର ଆହାର, ବୃକ୍ଷର ବକଳ ଥିଲା ତାର ପରିଧାନ, ସେତେବେଳେ ସଭ୍ୟତା ସଂସ୍କୃତି ସମ୍ପର୍କରେ ତାର ଜ୍ଞାନ ଥିଲା ନିତାନ୍ତ ସୀମିତ। ମାତ୍ର ସେହି ଆରଣ୍ୟକ ପରିବେଶ, ତାର ପ୍ରକୃତି, ସୁଷମ ଆକାଶର ନୀଳିମା, ପୁଷ୍ପର ସୁରଭି, ନିର୍ଝରିଣୀର କଳକଳ ନାଦ ତା ହୃଦୟକୁ ଆନ୍ଦୋଳିତ ଓ ମଥିତ କରିଥିଲା। ସେଥିପାଇଁ ମାନବର କଣ୍ଠରୁ ପ୍ରଥମେ ଝରି ଯାଇଥିଲା କବିତାର ନିର୍ଝର। କେବଳ ଓଡ଼ିଆ ଭାଷା କାହିଁକି, ବିଶ୍ୱର ଯେକୌଣସି ଭାଷାରେ ମାନବର ପ୍ରଥମ ଭାବ ପ୍ରକାଶ ମାଧ୍ୟମ ହୋଇଥିଲା କବିତା। ତେଣୁ ଲୋକସାହିତ୍ୟ ସ୍ରଷ୍ଟା ପ୍ରଥମେ ଗାଇଛି, ତାପରେ କହିଛି, ପୁଣି ଲୋକକବି ଯାହା ଗାଇଛି କେବଳ ପ୍ରକୃତି କଥା ହିଁ ଗାଇଛି। ଅନ୍ୟ ଅର୍ଥରେ କହିଲେ ସତେ ଯେପରି ପ୍ରକୃତି ଲୋକକବିର ହୃଦବେଦୀ ଉପରେ ବସି ଗୀତ ଗାଇ ଚାଲିଛି। ସେଥିପାଇଁ ଏ ସାହିତ୍ୟ କୃତ୍ରିମ ନ ହୋଇପାରିଛି ସ୍ୱତଃସ୍ଫୂର୍ତ୍ତ ପ୍ରାକୃତିକ। ନାରୀ ଗୀତ, କାନ୍ଦଣା ଗୀତ, ଢଗଢମାଳି, ନାନାବାୟା ଗୀତ, କୁଆଁର ପୁନେଇ ଗୀତ, ପୁଚି ଗୀତ, ଚିତାକୁଟା ଗୀତ, ଓଷା ପୂଜା ଗୀତ, ବାରମାସୀ ଗୀତ, ଡାଲଖାଇ ଗୀତ ଇତ୍ୟାଦି ନାରୀ ଓ ବାଳିକାମାନେ ଗାଉଥିବାରୁ ଏଗୁଡ଼ିକ ଏହି ବିଭାଗରେ ସ୍ଥାନିତ କରାଯାଇପାରେ। କାନ୍ଦଣା ଗୀତ ଏହା ଗେଲ ବସରରେ ବଢ଼ିଥିବା ଝିଅର ଦୁଃଖ ବେଦନାର ଗୀତିକା। ଝିଅ ପିତା ଗୃହ ତ୍ୟାଗ କରି ସ୍ୱାମୀ ଗୃହକୁ ଯିବା ସମୟରେ କାନ୍ଦଣା ଗୀତ ବୋଲିଥାଏ। କେବଳ ଝିଅ କାନ୍ଦେ ନାହିଁ, ପରିବାରର ସମସ୍ତେ, ଏପରିକି ସାହି ପଡ଼ିଶାର ଅନ୍ୟ ସ୍ତ୍ରୀମାନେ ମଧ୍ୟ ତା ସହିତ କାନ୍ଦିଥାନ୍ତି। ଏହି କାନ୍ଦଣାରେ ତା ପ୍ରତି ଭବିଷ୍ୟତରେ ହେବାକୁ ଯାଉଥିବା ଶାଶୁ ନଣନ୍ଦଙ୍କ ଗଞ୍ଜଣାର ସମ୍ଭାବିତ ରୂପ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ତାକୁ ବାପା, ଭାଇ ଓ ଅନ୍ୟାନ୍ୟ ଜ୍ଞାତି କୁଟୁମ୍ବ ଦୂରକୁ ଠେଲି ଦେଇଥିବାରୁ ସେମାନଙ୍କ ନିଷ୍ଠୁର ବ୍ୟବହାର ଚିତ୍ର ମଧ୍ୟ ଫୁଟି ଉଠେ। ଯେତେ ନିଷ୍ଠୁର ଓ ନିର୍ଦ୍ଦୟ ବ୍ୟକ୍ତି ହେଲେ ମଧ୍ୟ ଓଡ଼ିଆ ଝିଅର କାନ୍ଦଣା ତା ହୃଦୟରେ ଆଲୋଡ଼ନ ଆଣି ତା ଚକ୍ଷୁକୁ ଲୋକାକାପ୍ଲୁତ କରେ। ଝିଅର ବିବାହ ସମୟରେ ସେ ଯେଉଁ କାନ୍ଦିଥାଏ ତାକୁ ନେଇ କାନ୍ଦଣା ଗୀତ ସୃଷ୍ଟି ହୋଇଛି। ନାରୀ ଜୀବନର ସକଳ ଅଶ୍ରୁଳ କାହାଣୀ ଏହି ପ୍ରକାର ଗୀତର ପରିସରଭୁକ୍ତ। ଏଥିରେ ବାପା, ବୋଉ, ଦାଦା, ଖୁଡ଼ୀ, ଭାଇ, ଭାଉଜ, ମାମୁଁ, ସାଙ୍ଗସାଥୀ ଇତ୍ୟାଦି ସମ୍ବୋଧିତ ହୋଇଥାନ୍ତି। ଏ ଅଗଣିତ ଓଡ଼ିଆଣୀଙ୍କ ମୁହଁବନ୍ଧା ଗୀତ ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାସଙ୍କ ଭାଷାରେ ଗାଉଁଲି ନାରୀକବିମାନଙ୍କର କୋମଳ ଅନ୍ତରରୁ ଅଶ୍ରୁବିନ୍ଦୁ ସଙ୍ଗେ ଯେଉଁ ମୁକ୍ତାମାନ ଝରି ପଡ଼ିଥାଏ, ସେହି ହେଉଛି କାନ୍ଦଣା ଗୀତ। ଏହାର ସ୍ୱରଲହରୀ କର୍ଣ୍ଣ ପ୍ରୀତିପଦ ପରିସ୍ଥିତି ସହିତ ସମ୍ପୃକ୍ତ ହୋଇଥିବାରୁ, ଏହାର ଭାବ ହୃଦୟର ଗଭୀରତମ ପ୍ରଦେଶରୁ ଉଚ୍ଚାରିତ ହୋଇଥିବାରୁ ଏହାର ମାନବିକ ଆବେଦନ ପଟାନ୍ତର ବିହୀନ। ଯେମିତି ଗୋଟେ ଉଦାହରଣ ଦିଆଯାଇଛି, ମୀନ ଖେଳୁଥାଏ ଜଳ ଭିତରେ ଲୋ ବୋଉ, ମୁହିଁ ଖେଳୁଥାଉ ତୋର କୋଳରେ ଲୋ ବୋଉ, ଧୀବର ଜାଲରେ ମୀନ ପଡ଼ିଲା ବୋଉ, ଜଳକ୍ରୀଡ଼ା ତାର ସରିଣ ଗଲା ଲୋ ବୋଉ, ପବନ ବଢ଼ଇ ଶିଶିର ପାଇଲୋ ବୋଉ, ବଢ଼ୁଥାଇ ମୁଁ ତୋ ସ୍ନେହ ପାଇଲୋ ବୋଉ, ଫୁଲ ଶୁଖିଗଲେ ମାଳିକି ଚିନ୍ତା କରେ ଲୋ ବୋଉ, ମୋ ମୁହଁ ଶୁଖିଲେ ତୋର ଚିନ୍ତା। ତା ବୋଉକୁ ସମ୍ବୋଧନ କରିକି କହୁଛି, ଝିଅଟିଏ ଯେତେବେଳେ ତାର ଶାଶୁ ଘରକୁ ଚାଲି ଯାଉଛି, ଲାଉ ତାଙ୍କ ପିଢ଼ା ଉପରେ ମାଡ଼ି ହେ ବାପା, କେତେ ନିର୍ଭୟରେ ଯାଉଛି ମାଡ଼ି ହେ ବାପା, ଲାଉ ଡଙ୍କଠାରୁ ହୋଇଲି ହୀନ ହେ ବାପା, ପର ପିଢ଼ାରେ ମୋ ଜୀବ ଜୀବନ। ନାନାବାୟା ଗୀତ ଏହା ଶିଶୁ ମନ ଭୁଲାଣିଆ ଗୀତ କୁହାଯାଏ। ଇଂରାଜୀରେ ଏହାକୁ ନର୍ସରୀ ରାଇମ୍ ବୋଲି କୁହାଯାଏ। ପିଲାକୁ ଶୁଆଇବା, ଖୁଆଇବା, ଅଝଟ ହେଲେ ବୁଝାଇବା ପାଇଁ ମାଆଟିଏ ଯେଉଁ ଗୀତ ଗାଇଥାଏ ତାହାକୁ ନାନାବାୟା ଗୀତ କୁହାଯାଏ। ଉଦାହରଣ ସ୍ୱରୂପ, ଧୋରେ ଭାଇଆ ଧୋ,
ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ। ଆଉ ଗୋଟେ ହେଉଛି ଆ ଜହ୍ନମାମୁଁ ସରଗ ଶଶୀ ମୁକାନୁ ହାତରେ ପଟରେ ଖସି। ଏଗୁଡ଼ିକୁ ନାନାବାୟା ଗୀତ ପର୍ଯ୍ୟାୟଭୁକ୍ତ କରାଯାଇଛି। ଢଗଢମାଳି। ଢଗଢମାଳି ଲୋକସାହିତ୍ୟର ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କଲେ। ଏଗୁଡ଼ିକ ଏକ ପଦ ବା ଏକାଧିକ ପଦକୁ ନେଇ ଗଠିତ, ପ୍ରାୟତଃ ଯତିପଦମୂଳକ। ଢଗଢମାଳି ଗଠନ ରୀତି ସମାନ, ମାତ୍ର ଢଗ କୌତୁକ ସମ୍ପନ୍ନ ଓ ପରିହାସପୂର୍ଣ୍ଣ ହେଲେ ଢମାଳି ନାମରେ ପରିଚିତ ହୋଇଥାଏ। ଅନୁଭୂତି, ନିରାଟ ସତ୍ୟତା ଓ ସଂସ୍କାରରୁ ଜନ୍ମଲାଭ କରିଥାଏ ଢଗଢମାଳି। ସହଜ ଓ ସରଳ ଭାଷାରେ ରଚିତ ଏହି ଢଗଢମାଳିର ପ୍ରଧାନ ଉପାଦାନ ହେଉଛି ସମାଜ, କାରଣ ସମାଜର ରୀତିନୀତି, ଆଚାର ବ୍ୟବହାର, ସ୍ୱଭାବ ଓ ଚରିତ୍ର ଏଥିରେ ଫୁଟି ଉଠିଥାଏ। ଗୋଟେ ଉଦାହରଣ, ଅରୁଆ ଚାଉଳ ଖିରିକି, ତୋହର ଆଇଜର ନୁହେଁ ମୁଁ ସୁନ୍ଦରୀ, କେତେ ଚାହୁଁଥାଉ ନିରେକି। କୁଆଁର ପୁନେଇ ଓ ଜହ୍ନି ଓଷା ଗୀତ। କୁମାରୀ କନ୍ୟାମାନଙ୍କର ବହୁ କ୍ରୀଡ଼ା ସହିତ ସୁନ୍ଦର ସୁନ୍ଦର ଗୀତିମାନ ସମ୍ପୃକ୍ତ। କୁମାର ପୂର୍ଣ୍ଣିମା ରାତିରେ କଇଁ ଫୁଲିଆ ଜହ୍ନ ଆଲୁଅରେ ଗ୍ରାମ୍ୟ କୁମାରୀମାନେ ଲଳିତ କଣ୍ଠରୁ ଝରି ଆସୁଥିବା ସମୂହ ଗୀତ। କୁଆଁର ପୁନେଇ ଜହ୍ନକ ଫୁଲ ବଉଳ ବେଣୀ ଯେ ଥରେ ଶୁଣିଛି କଦାପି ଭୁଲି ପାରିବ ନାହିଁ। ଅନ୍ୟାନ୍ୟ ଗୀତ, ପୁରୁଷ ଗୀତ, କୃଷକ ଗୀତ, ନାଉରୀ ଗୀତ, ଗୋପାଳଙ୍କ ଲଉଡ଼ି ଖେଳ ଗୀତ, କୈବର୍ତ୍ତଙ୍କ ଚଇତି ଘୋଡ଼ା ଗୀତ, ଦଣ୍ଡନାଟ ଗୀତ, ପଦ୍ମତୋଳା ଗୀତ ଅନ୍ତର୍ଭୁକ୍ତ କରାଯାଏ। କୃଷକ ଗୀତ। ଓଡ଼ିଆ କୃଷକ ତଥା ଶଗଡ଼ ଚାଳକମାନେ ସାଧାରଣତଃ ପଲ୍ଲୀ ବାସିନ୍ଦା। କୃଷି କର୍ମରେ ଓ ଶଗଡ଼ ଚାଳନାରେ ବ୍ୟସ୍ତ ଥିଲାବେଳେ ସେମାନେ କ୍ଳାନ୍ତିଜନିତ ଆଳସ୍ୟକୁ ଦୂର କରି ମନରେ ସତେଜ ତଥା ପ୍ରଫୁଲ୍ଲ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଗୀତ ଗାଆନ୍ତି। ଏହି ଗୀତରେ ସେମାନଙ୍କ ଜୀବନର ସୁଖ ଦୁଃଖ ଓ ବିଭିନ୍ନ ଅନୁଭୂତି ପ୍ରକଟିତ ହୋଇଥାଏ। କୃଷକ ଗୀତର ଗୋଟିଏ ଉଦାହରଣ ହେଉଛି, ଏ ରାମ ବିଭାଗରେ ହୋ ଲକ୍ଷ୍ମଣ ବରଯାତି, କନକ ବେଦୀ ତଳେ ହୋ କଳା ଧଳା ଛତି, କଳା ଧଳା ଛତି ତ ସୁବର୍ଣ୍ଣ ଛାୟଣୀ, ମୁକୁତା ପେନ୍ଥି ପେନ୍ଥି ଯେ ହୀରା ତ ଖୋସଣୀ, ବିଭା ସମ୍ବରବେ ତ ତ୍ରିଶାଖା ମୁକୁଟ, ବେଗେ ସଜ କର ସୀତାଙ୍କୁ ଯେ ଲକ୍ଷ୍ମଣ ବୋଉ ରଥ। ତାପରେ ଚୈତି ଘୋଡ଼ା ଗୀତ। ଚୈତି ଘୋଡ଼ା ପୂଜା ବା ଅଶ୍ୱମୁଖା ବା ଆଶୁଳି ପୂଜା ପାଳିତ ହୋଇଥାଏ ଓଡ଼ିଶାର କୈବର୍ତ୍ତମାନଙ୍କ ଦ୍ୱାରା। ଏଠାରେ ଘୋଡ଼ା ନାଟ ସହିତ ଗୀତ ମଧ୍ୟ ବୋଲାଯାଇଥାଏ। କହି ତୁ ଆଇଲୁ ସିପାହୀ ଭାଇରେ କେବଳ ଦେଶରେ ଘର, କାହାର ଉପରେ ସବାର ହୋଇଛୁ ସିପାହୀରେ କେବଳ ନାମ ତୁମର। ଏପରି ଭାବରେ ତାପରେ ସମର ଗୀତ। ଓଡ଼ିଆ ବୀର ଜାତି ଇତିହାସରୁ ଏହା ଭୁରି ଭୁରି ପ୍ରମାଣ ମିଳିଥାଏ, ତାର ସାହସିକତାର ପ୍ରମାଣ। ତାହାକୁ ନେଇ ସମର ଗୀତ ବୋଲାଯାଇଥାଏ। ତାପରେ ଲୋକ କାହାଣୀ। କାହାଣୀ ଶୁଣିବା ବା ଶୁଣାଇବା ମନୁଷ୍ୟର ଏକ ଆଦିମ ତଥା ସହଜାତ ପ୍ରବୃତ୍ତି। ଆଦିମାନବ କାହାଣୀକୁ ପ୍ରସ୍ତର ଗାତ୍ରରେ ଚିତ୍ରରୂପ ଦେଉଥିଲା। ଭାଷା ସୃଷ୍ଟି ହେବା ପରେ ସେ ତାକୁ ଭାଷାରେ ପ୍ରକାଶ କଲା। କଣ୍ଠରୁ କଣ୍ଠକୁ, ଯୁଗରୁ ଯୁଗକୁ, ସ୍ଥାନରୁ ସ୍ଥାନକୁ ପ୍ରସାରିତ ହୋଇ ଏହାର ରୂପରେ ପରିବର୍ତ୍ତନ ଘଟିଲା। ବାଟ ଚଲା ବାଧା ଦୂର କରିବା ପାଇଁ, ବିଲ ବଛାଦି କୃଷିକର୍ମ ବେଳେ ସମୟ ଭୁଲିଯିବା ପାଇଁ କାହାଣୀ ଶୁଣିବା ଓ ଶୁଣାଇବାର ପ୍ରୟୋଜନ ହୋଇଥାଏ। ମନୋରମ ଢଙ୍ଗରେ କାହାଣୀ କହିପାରିବା ବ୍ୟକ୍ତିର ଆଦର ସମାଜରେ ଖୁବ୍ ବେଶୀ। ସେମାନଙ୍କୁ ଗଳ୍ପ ସାଗର ବୋଲି କୁହାଯାଏ। ଆବାଳ ବୃଦ୍ଧ ବନିତା କାହାଣୀ ଶୁଣାଇବା ଗଳ୍ପ ସାଗରର ପାଖରେ ଭିଡ଼ ଜମାନ୍ତି। ଲୋକକାହାଣୀ ଲୋକଙ୍କ ମୌଖିକ ଗଦ୍ୟ ସାହିତ୍ୟ ଓଡ଼ିଆ ସାହିତ୍ୟର ଏକ ପ୍ରଧାନ ସମ୍ପଦ। ଏକ ପ୍ରଦେଶର କେତେକ କାହାଣୀ ଅନ୍ୟ ପ୍ରଦେଶର ସାମାନ୍ୟ ଭିନ୍ନ ରୂପରେ ପ୍ରଚଳିତ ଥିବାର ଦେଖାଯାଇଥାଏ। ସଂସ୍କୃତ ପଞ୍ଚତନ୍ତ୍ର, ବେତାଳ ପଞ୍ଚବିଂଶତି, ଦଶକୁମାର ଚରିତ ପ୍ରଭୃତି କାହାଣୀ ଗ୍ରନ୍ଥମାନ ପ୍ରାଦେଶିକ ଭାଷାମାନଙ୍କରେ ଅନୂଦିତ ହୋଇ ପ୍ରଚାରିତ ହେବା ଦ୍ୱାରା ଏହି ସାଦୃଶ୍ୟ ଲକ୍ଷିତ ହୁଏ। ଆଜି ପର୍ଯ୍ୟନ୍ତ ସଂଗୃହୀତ ଓଡ଼ିଆ ଲୋକକାହାଣୀ ସଂଗୃହୀତ ଲୋକଗୀତଠାରୁ ସଂଖ୍ୟାରେ ବହୁତ କମ୍। ଲୋକଗୀତ ସଂଗ୍ରହ କାଳରେ ସ୍ୱର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ନିଜେ ସଂଗ୍ରହ କରିଥିବା 21ଟି ଲୋକକାହାଣୀକୁ ଉତ୍କଳ କାହାଣୀର ଅଙ୍ଗୀଭୂତ କରିଥିଲେ।
ଦ୍ୱିତୀୟ ଓଡ଼ିଆ ଲୋକଗଳ୍ପ ପୁସ୍ତକ ଜୈନିକାକରଣ ମହିଳାଙ୍କ ଦ୍ୱାରା ସଂଗୃହୀତ ଓ ଶ୍ରୀ ରାଘବାନନ୍ଦ ଦାସଙ୍କ ଦ୍ୱାରା ପ୍ରକାଶିତ, ଯାହାର ଶୀର୍ଷକ କଥା ଲହରୀ ବା ଉତ୍କଳ କାହାଣୀ ସଂଗ୍ରହ। ତାପରେ ଆସେ 1921 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିବା ଉତ୍କଳ କାହାଣୀ ଦର୍ପଣ ନାମକ ଏକ ଲୋକଗଳ୍ପ ସଂକଳନ। ଏହାର ସଂଗ୍ରାହକ ଥିଲେ ଶ୍ରୀ ରାଧାଚରଣ ମହାପାତ୍ର, ପ୍ରକାଶକ ଶ୍ରୀ ନରସିଂହଚରଣ ଦାସ। 1923 ଖ୍ରୀଷ୍ଟାବ୍ଦରେ ଶ୍ରୀ ଉପେନ୍ଦ୍ର ନାରାୟଣ ଦତ୍ତଗୁପ୍ତ ନାମକ ଜଣେ ବ୍ୟକ୍ତି ଫୋକ୍ ଟେଲ୍ସ ଅଫ୍ ଓଡ଼ିଶା ଶୀର୍ଷକ ଖଣ୍ଡିଏ ପୁସ୍ତକ କଲିକତାରୁ ପ୍ରକାଶ କରିଥିଲେ। ଶ୍ରେଣୀ ବିଭାଗ ଲୋକକାହାଣୀ ଗୁଡ଼ିକ ସଂଖ୍ୟାରେ ଖୁବ୍ ବେଶୀ। ଏପର୍ଯ୍ୟନ୍ତ ସମସ୍ତ ଲୋକକାହାଣୀ ସଂଗୃହୀତ ହୋଇପାରିନାହିଁ, ହୋଇପାରିବା ମଧ୍ୟ ଏହା ସମ୍ଭବ ନୁହେଁ। ସଂଗୃହୀତ କାହାଣୀ ଗୁଡ଼ିକ କେତୋଟି ନିର୍ଦ୍ଦିଷ୍ଟ ବିଭାଗରେ ଅନ୍ତର୍ଭୁକ୍ତ କରିବା କଷ୍ଟକର। ଗୋଟିଏ ଗୋଟିଏ ଗଳ୍ପ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିଛି, ଯେମିତିକି ପୌରାଣିକ କାହାଣୀ, ଐତିହାସିକ କାହାଣୀ, କିମ୍ବଦନ୍ତୀମୂଳକ କାହାଣୀ, ପଶୁପକ୍ଷୀ ସମ୍ବନ୍ଧୀୟ କାହାଣୀ, ଓଷାବ୍ରତ ସମ୍ବନ୍ଧୀୟ କାହାଣୀ, ଅନ୍ୟାନ୍ୟ କାହାଣୀ। ଏହି 6ଟି ବିଭାଗରେ ଏଗୁଡ଼ିକୁ ସ୍ଥୂଳତଃ ବିଭାଗ କରାଯାଏ। ପୌରାଣିକ କାହାଣୀ ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ କେତେକ ପୁରାଣ ଗ୍ରନ୍ଥରେ ବର୍ଣ୍ଣିତ ଲୋକପ୍ରିୟ ଆଖ୍ୟାନ ଗୁଡ଼ିକ କାହାଣୀ ରୂପରେ ଲୋକ ସମାଜରେ ପ୍ରଚଳିତ। ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ ପରବର୍ତ୍ତୀ ଅନ୍ୟ କେତେକଙ୍କ ପୁରାଣରେ ଥିବା ଉପାଖ୍ୟାନମାନ ମଧ୍ୟ କାହାଣୀ ଭାବରେ ସମସାମୟିକ ଉତ୍କଳୀୟ ସମାଜରେ ପ୍ରଚଳିତ ଥିଲା ଏବଂ ଏବେ ମଧ୍ୟ ତାହା ଅକ୍ଷୁଣ୍ଣ ରହିଥିବାର ଲକ୍ଷ୍ୟ କରାଯାଏ। ଏହି ପୌରାଣିକ କାହାଣୀ ଗୁଡ଼ିକ ମଧ୍ୟରେ ସୀତା ବନବାସ, ରାମ ରାବଣ ଯୁଦ୍ଧ, ଲକ୍ଷ୍ମଣ ଶକ୍ତିଭେଦ ଇତ୍ୟାଦି ଆମେ ଦେଖିବାକୁ ପାଇବା। ଐତିହାସିକ କାହାଣୀ ଏହି ଶ୍ରେଣୀର କାହାଣୀର ସଂଖ୍ୟା ଖୁବ୍ କମ୍। ଓଡ଼ିଶାର ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ, ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ, ସଂଗ୍ରାମୀ ବୀର ଦଳବେହେରାଙ୍କ ସଂଗ୍ରାମ କୌଶଳ, ଚାକ୍ଷି ଘୁଣ୍ଟିଆଙ୍କ ବୀରତ୍ୱ, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱ କାହାଣୀ ବର୍ଣ୍ଣିତ ଐତିହାସିକ କାହାଣୀ ଗୁଡ଼ିକ ଆଜି ଲୋକ କାହାଣୀ ରୂପେ ପ୍ରଚଳିତ। କିମ୍ବଦନ୍ତୀମୂଳକ କାହାଣୀ କାଶିଆ କପିଳା ଭେଟ, ଶିବେଇ ସାଆନ୍ତରା ଯାଉଖିଆ, ପଶୁପକ୍ଷୀ ସମ୍ବନ୍ଧୀୟ ବାଘ, ସିଂହ, ଭାଲୁ, କୁମ୍ଭୀର, ଠେକୁଆ, ବିଲୁଆ, କୁକୁର, ବିରାଡ଼ି ପ୍ରଭୃତି ପକ୍ଷୀ ମଣିଷ ପରି କଥାବାର୍ତ୍ତା କରନ୍ତି, ଏଗୁଡ଼ିକ ମୂଳତଃ ଉପଦେଶମୂଳକ। ବାଘ ମାମୁଁ ଭାବରେ, ବିଲୁଆ ନନା ଭାବରେ ବର୍ଣ୍ଣିତ କରାଯାଇଥାଏ। ଓଷାବ୍ରତ ସମ୍ବନ୍ଧୀୟ କାହାଣୀ ଓଡ଼ିଆ ସମାଜରେ ବହୁ ପ୍ରକାର ଓଷାବ୍ରତ, ଉପବାସ ଇତ୍ୟାଦି ପାଳିତ ହୋଇଥାଏ। ଓଷାବ୍ରତ ପାଳନର ଲକ୍ଷ୍ୟ ହେଉଛି ଯଶ, ଖ୍ୟାତି, ଧନ, ପୁତ୍ର ଇତ୍ୟାଦି। ଅନ୍ୟାନ୍ୟ କାହାଣୀ ସତ୍ୟନାରାୟଣ ପୂଜା କାହାଣୀ ଗୁଡ଼ିକ ସତ୍ୟପୀରଙ୍କ ମାହାତ୍ମ୍ୟ ପ୍ରଖ୍ୟାପକ। ସର୍ବଶକ୍ତିମାନ ରୂପେ ସେହି କାହାଣୀ ଗୁଡ଼ିକରେ ବିବୃତ। ଓଡ଼ିଶାରେ ଏହିପରି 20ଟି ପାଲା କାହାଣୀ ପ୍ରଚଳିତ ଥିବାର ଦେଖାଯାଏ। ଅଧିକାଂଶ ପାଲା ପ୍ରାୟତଃ ରାଜା, ରାଜପୁତ୍ର, ଧନୀ, ବଣିକ କାହାଣୀକୁ ଉପଜୀବ୍ୟ କରି ଗଢ଼ି ତୋଳିଛି। ଭୂତ ପ୍ରେତ କାହାଣୀ ମଧ୍ୟ ଦେଖାଯାଇଥାଏ। ଚାରି ସଂଘାତକୁ ନେଇ ଲୋକ କାହାଣୀରେ ଜଗତରେ ଚାରି ସଂଘାତକୁ ନେଇ ଗଢ଼ି ଉଠିଥିବା କାହାଣୀ ଗୁଡ଼ିକ ଉଲ୍ଲେଖନୀୟ ସ୍ଥାନ ଅଧିକାର କଲେ। ରାଜା ପୁଅ, ମନ୍ତ୍ରୀ ପୁଅ, କଟୁଆଳ ପୁଅ, ସାଧବ ପୁଅ ହେଉଛନ୍ତି ଏହି ଚାରି ସଂଘାତ। ତାପରେ ଆମେ ଲୋକନାଟକ ଦେଖିବା। ଲୋକନାଟକ ନାଟକର ପ୍ରାରମ୍ଭିକ ଅବସ୍ଥା। ବିଧିବଦ୍ଧ ଭାବରେ ନାଟକର ସୃଷ୍ଟି ହେବା ପୂର୍ବରୁ ଲୋକନାଟକର ପ୍ରଚଳନ ଥିଲା। ଲୋକନାଟକ ହେଉଛି ଲୋକଙ୍କ ନାଟକ, ଯାହାଦ୍ୱାରା ନାଟକଟି ସୃଷ୍ଟି ହୋଇଥାଏ କିମ୍ବା ଲୋକଙ୍କ ଦ୍ୱାରା ସୃଷ୍ଟ ନାଟକ ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ନାଟକ ଲୋକନାଟକ। ବିଭିନ୍ନ ସାମାଜିକ ପର୍ବପର୍ବାଣି ସମ୍ପର୍କିତ ଧର୍ମକଥା, ଲୋକବିଶ୍ୱାସ, ଢଗଢମାଳି, ପ୍ରବାଦ ପ୍ରବଚନକୁ ପୁଞ୍ଜି କରି ଏସବୁ ରଚିତ। ତେଣୁ ଏହା ମଣିଷ, ସମାଜ ଓ ସଂସ୍କୃତିର ବିଭିନ୍ନ ଦିଗରେ କଳାତ୍ମକ ପରିପ୍ରକାଶ। ଏହା ଜଣକ ଦ୍ୱାରା ସୃଷ୍ଟ ନୁହେଁ, ଏହା ସାମୂହିକ ଉଦ୍ୟମର ଫଳ। ଲୋକଙ୍କ ମନୋରଞ୍ଜନ ପାଇଁ ଲୋକନାଟକର ଉଦ୍ଭବ ଓ ବିକାଶ। ଲୋକନୃତ୍ୟ ଓ ଲୋକଗୀତର ଏହା ଏକ ଅପୂର୍ବ ସମନ୍ୱୟ। ଲୋକଭାଷାରେ ଏହା ରଚିତ। ଲୋକଚଳନୀର ବିଭିନ୍ନ ବିଭାଗ ଏଥିରେ ପ୍ରତିଫଳିତ। ଲୋକଶିକ୍ଷାର ମଧ୍ୟ ଏହା ଏକ ବଳିଷ୍ଠ ମାଧ୍ୟମ। ପୌରାଣିକ, ଐତିହାସିକ ଓ ଲୌକିକ କଥାବସ୍ତୁକୁ ନେଇ ସାଧାରଣତଃ ଲୋକନାଟକ ରଚିତ ହୋଇଥାଏ। ବେଳେବେଳେ ଏସବୁର ମିଶ୍ରିତ ରୂପରେ ମଧ୍ୟ ଏହା ଆତ୍ମପ୍ରକାଶ କରିଥାଏ।
ଏହି ଦୃଷ୍ଟିରୁ ଲୋକନାଟକୁ ଚାରୋଟି ଉପାଦାନ ମଧ୍ୟରୁ ପ୍ରତ୍ୟେକଙ୍କୁ ପ୍ରାଧାନ୍ୟ ଅନୁସାରେ ବିଭାଗୀକରଣ କରାଯାଏ, ଯଥା ଅଭିନୟ ପ୍ରଧାନ ଲୋକନାଟ୍ୟ, ନୃତ୍ୟ ପ୍ରଧାନ ଲୋକନାଟକ, ସଙ୍ଗୀତ ପ୍ରଧାନ ଲୋକନାଟ୍ୟ, ଆଉ ଗୋଟେ ହେଉଛି ବାଦ୍ୟ ପ୍ରଧାନ ଲୋକନାଟକ। ଅଭିନୟ ପ୍ରଧାନ ଲୋକନାଟକ ହେଉଛି ରାମଲୀଳା, କୃଷ୍ଣଲୀଳା, ରାଧାକୃଷ୍ଣ ପ୍ରେମଲୀଳା, ଗୋପଲୀଳା, ରାସଲୀଳା, ଭରତ ଲୀଳା, ଦଣ୍ଡ, ସୁଆଙ୍ଗ ପ୍ରଭୃତି। ନୃତ୍ୟ ପ୍ରଧାନ ଲୋକନାଟକ ଏଗୁଡ଼ିକ ଇମ୍ପୋର୍ଟାଣ୍ଟ, ତୁମେମାନେ ନୋଟ୍ କରିନିଅ। ଛଉ ନାଚ, ଦଣ୍ଡନାଚ, ପାଟୁଆ ଯାତ୍ରା, ଗୋଟିପୁଅ ନାଚ, ଡାଲଖାଇ ନାଚ, ରସରକେଲି, ଘୁମୁରା, କରମା, ଦେଶିଆ ନୃତ୍ୟ। ସଙ୍ଗୀତ ପ୍ରଧାନ ହେଉଛି ପାଲା, ଦାସକାଠିଆ, ପାରାୟଣ, ସଖୀନାଟ, କଣ୍ଢେଇ ନାଚ, ଚଢ଼େଇଆ ଚଢ଼େଇଆଣୀ ନାଟ, ଫାର୍ସ, ପ୍ରହସନ। ବାଦ୍ୟ ପ୍ରଧାନ ହେଉଛି ଢଣ କୋଇଲା, ଧୁଡୁକି ନାଚ, ଚଇତି ଘୋଡ଼ା ନାଚ ପ୍ରଭୃତି। ଉପର ବର୍ଣ୍ଣିତ ଲୋକନାଟକ କେତୋଟିକୁ କେବଳ ଉଦାହରଣ ସ୍ୱରୂପ ବର୍ଗୀକରଣ କରାଯାଇଛି। ଏସବୁ ବ୍ୟତୀତ ବହୁ ଆଞ୍ଚଳିକ ଓଡ଼ିଆ ଲୋକନାଟକ ମଧ୍ୟ ରହିଛି। ସେସବୁ ମଧ୍ୟରୁ ବର୍ଣ୍ଣନାଟ, ଦଧିନାଟ, ପାଇକନାଟ, ଲଉଡ଼ି ନାଟ ଆଦି କେତୋଟିର ନାମ ଉଲ୍ଲେଖ କରାଯାଇପାରେ। ଲୋକସାହିତ୍ୟର ପ୍ରଭାବ। ଲୋକସାହିତ୍ୟ ଚିରକାଳ ପରବର୍ତ୍ତୀ ସାହିତ୍ୟକୁ ପ୍ରଭାବିତ ଓ ସମୃଦ୍ଧ କରିଆସିଛି। କେତେବେଳେ ପ୍ରବଳ ଭାବରେ, କେତେବେଳେ କ୍ଷୀଣ ଭାବରେ ବିଦଗ୍ଧ ସାହିତ୍ୟ ମଧ୍ୟରେ ଲୋକସାହିତ୍ୟର ପ୍ରଭାବ ଅବିଚ୍ଛିନ୍ନ ରହିଆସିଛି। ଓଡ଼ିଶାର କୃଷକ କବି ସାରଳା ଦାସ ଏହାଦ୍ୱାରା ପ୍ରଭାବିତ ହୋଇ ବହୁ ଲୋକଗଳ୍ପକୁ ନିଜ ରଚିତ ଗ୍ରନ୍ଥମାନଙ୍କରେ ବିନିଯୋଗ କରିଥିବା କଥା ପୂର୍ବରୁ କୁହାଯାଇଛି। ତେବେ ଆଜିର ଭିଡ଼ିଓରେ ଏତିକି। ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କିଛି ଆଲୋଚନା କରିବା।